ଏବେ ଯିବା ବିଲ ଆଡ଼େ ଦେଖିବା କ'ଣ ପାଣି ଲାଗିବ କି ପିଡ଼ିଆ ସାର ଲାଗିବ କେତେ ବାଟ କ'ଣ ଗଲାଣି ତଳି କେତେ ଉଠିଲାଣି ନା ଉଠିନି ନହେଲେ ପୁଣି ଆଉ ଥରେ ନେଇକି ପୁଣି ପକେଇବାକୁ ପଡ଼ିବ ଦେଖିକି ଆସିବା ପାଗ ଯୋଗ। ଏଇ 2-4 ଦିନ କ'ଣ ବର୍ଷା ହେଇଗଲା ତାପରେ ଆଉ ବର୍ଷା ନାହିଁ ଆଉ ବର୍ଷା 3-4 ଦିନ ହେଲାଣି ଛାଡ଼ିଗଲାଣି ଆଉ ଏବେ ତ ଜମା ବର୍ଷା ହେବାକୁ ନାହିଁ ପୁଣି ଦେଖାଯାଉ ବର୍ଷା ତ ଉଠିକି ଅଛି ବର୍ଷା ହେଲେ ହିଁ ଭଲ। ପାଣି ସବୁ ବି ଶୁଖିଗଲାଣି ସେ ଉପର ଢିପ ଜାମି ଖାଲରେ ପାଣି ଅଛି ସିନା ଉପରେ ଆଉ ପାଣି ନାହିଁ ଯିବା ନହେଲେ ନାହିଁ ପୁଣି କଳରେ ପାଣି ବୁହା ହେଇକି ରୁଆ ରହି ହେବ। ଆମର ଏପଟେ ଗୋଟେ ଗହିର ଅଛି ଏ ଗହିରଟା ଖାଲି ଖରା ଦିନେ ଚାଷ ହୋଇଥାଏ ଆଉ ଏଇଟା ବର୍ଷା ଦିନେ ହୋଇନଥାଏ ଏଇଟା ଖାଲୁଆ ଜମିଟା ଆଉ ସେଇଟା ହେଉଛି ଆମର ଢିପା ଜମି ସେଇଟା ଏଇ ବର୍ଷା ଟାଇମରେ ହିଁ ଚାଷ ହୋଇଥାଏ। ଆଉ ଏଠି ଆମର ଗୋଟେ ଭାଇଟେ ବସିଛି ମଇଁଷି ଜଗୁଛି କ'ଣ କେମିତି ହାଲଚାଲ ତାର ଟିକେ ବୁଝିବା। ମଇଁଷି ସବୁ ମାନେ କେତେବେଳୁ ଆସିଲେଣି ଗୋଠରୁ ଏଇନେ ଅଧଘଣ୍ଟା 7ଟା ଭିତରେ ଫିଟିଲେ ମଇଁଷି ଆଉ ଏ ଦିନେ ଚରାଚରି କରିବାକୁ ତକଲିଫ ହେଉଛି ନା ନାହିଁ ଖରା ଦିନେ ତ ଚରାଚରି କରିବାକୁ ତକଲିଫ? ଖରାଦିନ ତକଲିଫ ଭଲ ଖାଦ୍ୟ ସବସିଡି ମିଳିବ କ୍ଷୀର ଫୀର ବି ଭଲ କି ଦେବେ ନା କ୍ଷୀର ଭଲ ଠିକସେ ଦେବେ ଆଉ ଖରା ଦିନେ ଟିକେ କଷ୍ଟ ହବ ଆଉ ଶୀତ ଦିନ କାଠେଇ ଯିବେ ଟିକେ ଜାଡ଼ ପଡ଼ିକି କ୍ଷୀର ଦେବେନି ହଁ ଆଉ ଏମିତି ସକାଳୁ ଭେଟିଆ ହେଇକି ଆସୁଛି ଏଇ ବନ୍ଧରେ ଇଏ ହଉଛି ଖଟି ହଉଛି ମଉଜା ସବୁ ଔଷଧ ଖାଇନ୍ତି ମେଡିସିନ ପରିକା ସବୁ ଖାଇନ୍ତି ଆଉ ଦିନ ଯାକ ଚରିବେ ଶୋଇବେ ଦିନ ଯାକ କାହିଁ ମଇଁଷି କ'ଣ ମାନେ ଇଏ ହେଇଯାଇଥିଲା ଖାଇକି ସବୁ। ଆଚ୍ଛା ଆଉ ଖିଆ ପିଆ ସବୁ କୋଉଠି କେମିତି କ'ଣ ଚାଲିଛି? ଖିଆ ପିଆ ଏଇଠି ବନ୍ଧରେ ଖାଇବା ପିଇବା ହବ। ପୁଣି ମଇଁଷି କେତେବେଳକୁ ଯିବେ ଏଠେଇକି ଗୋଠକୁ? ଗଲା 5:30 ରାତି 5:30 ହେଇଯିବ ଏମିତିକା ଦିନ ସାରାର କାର୍ଯ୍ୟକ୍ରମ ଚାଲୁଛି କ'ଣ କରିବା ଆମେ ତ ଦୁଃଖୀ ଲୋକ କ'ଣ କରିବା ଆଉ ବିଲବାରି କେମିତି କ'ଣ ହବ ଏଇ ଟାଇମରେ? ତ ମଜା ଲାଗି ହବ ପଇସା ଖର୍ଚ୍ଚ ମଜା ଲାଗି ହବ ଆମେ ତ କହିବ ସଂସ୍ଥା ଆସିକି ବିଲ ପାଖରେ ପହଞ୍ଚି ଯାଇଛି ଆଉ ତଳି ବି ଛୋଟ ଛୋଟ ଉଠି ଯାଇଛି ଆଉ ଟିକେ ଟିକେ ପାଣି ଅଛି ତାକୁ କାଟିଦେବା ପାଣିଟା ଶୁଖେଇଦେବା ଶୁଖେଇଦେଲେ ଆଉ ଟିକେ ପାଗ ହେଇଯିବ। ଇଏ ହେଉଛି ସେଇ ତଳି ଛୋଟ ଛୋଟ ପୁରା ଉଠିଛି ଏବେ ଘରକୁ ଯିବା ଯାହା ଯେମିତି ହେଇକି ତଳି ଭଲ ଅଛି ଗୋଟେ ପ୍ରକାର ଅଛି ଆଉ 2-4 ଦିନ ଲାଗିବ ଟିକେ ବଡ଼ ବଡ଼ ହେଲା ଆସୁକୁ ତାପରେ ପିଡ଼ିଆ ଦେଇଦେଲା ପରେ ସେ ସେଇଠୁ ବାଗି ହେଇଯିବ 4-8 ଦିନ ଠେ ରୁଆ ହେବ ଆଉ।
ଆମର ଏଠି ଗୋଟେ ଖାଲି ହାଣି ପକଉଛି ହିଡ଼, ଖାଲି ହିଡ଼ ହାଣି ପକଉଛି। ଆଉ ଖତ ଦେଇଛି ଯେ ଖତ ପକେଇବାକୁ ନାହିଁ ହେଲା, ଖତ ପକେଇବାକୁ ନାହିଁ। ଦେଖ ଖାଲି ଦରାଣ୍ଡି ହଉଛି, ଖାଲି ଦରାଣ୍ଡି ହଉଛି। ସେ ଖତ ଗୁରାକ ଗଦଉନ, ଖତ ଚାରିଆଡେ ଫୋପାଡ଼ି ଦିଅ। ଖାଲି ତ କନ କନ ଆଉ। ଖାଇବାକୁ ଆଣିଛ କି? ଆଉ ଉପାସରେ କାମ କରିବ? ଆଉ ସେ ମାଟି ପାଣି ହେଇଗଲେ ତାକୁ ଇଏ କରିଦବନି? ହଁ ଗଲା, ଆଉ ତାକୁ ଏତେ କାହିଁ ଖେରିଆ ଖେରି କରୁଛ? ଆଉ ଗାଁ କେତେବେଳେ ଯିବ? ତାହେଲେ ଆସୁନ ଯିବା। ଓହୋ, ଚାଲି ଚାଲି ପୁରା ଗୋଡ଼ ହାତ କଣ ହେଇଗଲାଣି। ଥରୁଟେ କାମଡ଼ା ମାଟିରେ ଚାଲିଗଲେ 8 ଦିନ ପରିଶ୍ରମ ସହିତ ସମାନ। ଆଉ ସିଏ ଯେଉଁ ଭୋକ ବର୍ଷ ନ ଖାଇଲା ଭଳିଆ ଜଣା ପଡ଼େ। ଯାଉଛି ଏବେ ପହଞ୍ଚିଗଲି, ପୁରା ଭୋକ ବି ଜୋରରେ ଡାକିଲାଣି। ଘରେ ଯାଇକି ଆଗେ ଯୋଉଟା ଖାଇଦେବା, ତାପରେ ଦେଖିବା କ'ଣ ହେଉଛି। ଆଉ ଗୋଡ଼ ହାତ ବି ଦର୍ଜ ହେଇଗଲାଣି, ସେ ମାଟିରେ ଚାଲି ଚାଲିକି ପଙ୍କ କାଦୁଅରେ ଗୋଡ଼ ହାତ ପୁରା ଦର୍ଜ। ଯାଉଥିବା ବାଟରେ ଗୋଟେ ଭଲ ଜିନିଷଟେ ମିଳିଗଲା, ଯାଉଛି ତା ଖାଇବି। କୋଳି, ଆଉ ବହୁତ ପ୍ରୋଟିନ୍ ସେଥିରେ। ଇଏ ହେଉଛି ସେଇ କୋଳି। ତିନିଟା ମିଳିଲା, ଆଉ ଯାହା ହଉ ତିନିଟା ତ ମିଳିଲା, ତା ଖାଇବା ଆଗେ। ବହୁତ ମିଠା ଆଉ ପୁରା ଟେଷ୍ଟି। ଅଜା କୁଆଡ଼େ ଯାଉଛ? କ'ଣ କୋଧାଳ କଟୁରୀ ଆକୁ ଧରିଛ? କୋଉଠିକି? କାମଡ଼ା ହୁଡ଼ାକୁ। ହଉ ଯାଅ। ଗୋଟେ ପାଣି କୁଆଟେ କେମିତି ଚରା କରୁଛି ପୋଖରୀ ଭିତରେ, ସେଇଟା ଦେଖଉଛି। ଆଉ ବଢ଼ିଆ ମାରା ଚରା କରୁଛି, କେହି ନାହାନ୍ତି, ଏକୁଟିଆ ଏକୁଟିଆ ତା କାମ ସେ କରିଚାଲିଛି। ଆଉ ଛୋଟ ପିଲା ପାଣି କୁଆଟେ ପୋଖରୀ ମଝିରେ ଚରା କରୁଛି। ଗାଁ ଭିତରକୁ ଯାଉଛି, ଗାଁ ପାଖାପାଖି ପହଞ୍ଚିଗଲାଣି। ଆଉ ତ ଏଇନେ କିଛି କରିହେବନି, ଲୋକ ସବୁ ଏଇନେ ଇଏ କରିବେ। ସେଇପଟେ ବୁଲିକି ଯିବାକୁ ପଡ଼ିବ। ଖାଇବାକୁ ବଢ଼ାବଢ଼ି କରେ, ଭୋକ ଜୋରରେ ହେଲାଣି ପରା। ନା କେମିକାଲ, ନା ମସଲା ମସଲି, ଖାଣ୍ଟି ଦେଶୀ ଖାଦ୍ୟ ଖାଇବା ଆରମ୍ଭ କରିବା। ଭେଣ୍ଡି ଆଳୁ ଚକଟା ଆଉ ପଖାଳ ଭାତ। ଖିଆ ପିଆଟା ପୁରା ମସ୍ତ ହେଇଗଲା। ଏବେ ଚାଲ ଶୋଇ ପଡ଼ିବା, ତାପରେ ଉଠିକି ଆଉ କ'ଣ କରିବା କଥା